ଆସିକି ଅଗଷ୍ଟ ମାସ ଅଧା ହେବା ପାଇଁ ବସିଲାଣି, ହେଲେ ଆମର ଆମ୍ବ ଖିଆଟା ଏଯାଏଁ ସରୁନି। ସକାଳୁ ଉଠିକି ଆଜି ଟିକେ ଘର ଦ୍ୱାର ପୋଛା ପୋଛା ସହିତ ପାପ ଛୁଡ଼ା ଟିକେ ସଫା କରିଦେଲି ଯେ ଛିଙ୍କି ଛିଙ୍କି ଅଣନିଶ୍ୱାସୀ ହେଇସାରିଲେଣି। ଆଉ ଆଜି ସହଜେ ଚିତଉ ଅମାବାସ୍ୟାଟା, ସେଥିପାଇଁ ଗତକାଲି ରାତିରୁ ମୁଁ ଅରୁଆ ଚାଉଳ ଗୋଟେ ଗିନା ହବ ବତୁରେଇକି ରଖିଥିଲି, ତାକୁ ଏବେ ଧୋଇ ଦେଇକି ରଖିଛି ଚିତଉ ପିଠା କରିବି ବୋଲି। ସାଙ୍ଗରେ ଅଧଘଣ୍ଟେ ହବ ଚୁଡ଼ା ଟିକେ ବି ବତୁରେଇ ନେଇଥିଲି। ଚାଉଳ ଆଉ ଚୁଡ଼ାକୁ ମିଶେଇକି ଏମିତି ଚିତଉ ପିଠାଟା ବନେଇଲେ ନା ଚିତଉ ପିଠାଟା ପୁରାପୁରି ନରମ ହେଇଥାଏ। ସେଥିରେ ଆଉ ଅଧ ଗିନା ଖଣ୍ଡେ ପାଣି ମିଶେଇ ଦେଇକି ବଢିଆ ଭାବରେ ପ୍ଲେନ୍ କରିକି ବାଟିକି ନେଇ ଆସିଲି। ୟାକୁ ମତେ ସାଙ୍ଗେ ସାଙ୍ଗେ ବନେଇବାର ଥିଲା, ବହୁତ ଡେରି ଯାଏ ରଖିବାର ନଥିଲା, କାହିଁକିନା ମତେ ସକାଳୁ ବହୁତ ଭୋକ ହଉଥିଲା ଆଉ ମୁଁ ଜଳଖିଆ କିଛି ବି କରିନଥିଲି। ବ୍ୟାଟରଟା ବନେଇ ସାରିଲା ପରେ ଆଉ ଅଳ୍ପ ଟିକେ ଗରମ ପାଣି ମିଶେଇ ଦେଇକି ବ୍ୟାଟରଟାକୁ ରେଡି କରିନେଇଗଲି, କାହିଁକିନା ଗରମ ପାଣି ଟିକେ ମିଶେଇଲେ ପୁରାପୁରି ନରମ ହେଇଯିବ। ଓଡିଆ ମାନଙ୍କର ପରମ୍ପରା କେତେ ନିଆରା ନା, ଏହି ଯେମିତି ଚିତଉ ଅମାବାସ୍ୟାରେ ଚିତଉ କରିକି ଭୋଗ ତ ଲଗାଯାଏ, ତା ସହିତ ଗେଣ୍ଡା କୁଚିଆ ମାନଙ୍କୁ ବି ବିଲରେ ଖାଇବା ପାଇଁ ଦିଆଯାଏ। ଆଉ ଖାଇବାକୁ ଦେଲା ବେଳେ କଣ କୁହାଯାଏ ମତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ ତ। ପିଠଉରେ ସ୍ୱାଦ ହିସାବରେ ଲୁଣ ଦେବା ସହିତ ଟେଷ୍ଟକୁ ବାଲାନ୍ସ କରିବା ପାଇଁ ଅଳ୍ପ ଟିକେ ଚିନି ବି ଆଡ୍ କରିଥିଲି। ମତେ ଯେହେତୁ ଚିତଉକୁ ମିଠା ପୁରା କରିବାର ନଥିଲା, ସେଥିପାଇଁ ମୁଁ ଅଳ୍ପ ଚିନି ଦେଇଥିଲି। ଗୋଳାଗୋଳି କରିକି ରେଡି କଲା ପରେ କଡେଇରୁ ଯେମିତି ଚିତଉ ପିଠାଟା ଉଠିଯିବ ତା ବ୍ୟବସ୍ଥା କରିଦେଲି, ମାନେ ଅଳ୍ପ ଟିକେ ତେଲ ଦେଇକି ହାତରେ ପ୍ରଥମେ ଟିକେ ସ୍ପ୍ରେଡ୍ କରିଦେଲି। ଯେହେତୁ ମୁଁ ବିଲକୁଲ ବି ଗ୍ୟାସ୍ ଅନ୍ କରିନଥିଲି, ନହେଲେ କଣ ମୁଁ ଏମିତି ହାତରେ କରିଥାନ୍ତି। କଡେଇକୁ ଭଲ ଭାବରେ ଗରମ ହେବା ପାଇଁ ଦେବା ପରେ ଗୋଟେ ଡଙ୍କି ବ୍ୟାଟରକୁ ସେଠି ଦେଇଦେଇଥିଲି। ଟିକେ ଟିକେ ବବଲ୍ସ ଆସିଲା ପରେ ତାକୁ ଗୋଟେ ଘୋଡଣୀ ଦ୍ୱାରା ଘୋଡେଇ ଦେଇକି ପାଣି ଟିକେ ଘୋଡେଇ ଦେଇଥିଲି। ଗୋଟେ ଏମିତି ଟିକେ ପାଣି ଘୋଡେଇ ଦେଲେ ସେ ପିଠା ବଢିଆ ଭାବରେ ସିଝିଯିବ। 5 ମିନିଟ୍ ଭିତରେ ପିଠା ଆମର ପରଫେକ୍ଟଲି ସିଝିକି ପୁରା ରେଡି ହେଇସାରିଥିଲା। ସତରେ ଏତେ ନରମ ହେଇଥିଲା ଯେ କଣ ହିଁ କହିବି। ମାନେ ତ ନିଜେ ଦେଖୁଛନ୍ତି ପିଠା କେତେ ନରମ ହେଇଛି, ମତେ ଆଉ କଣ କହିବା ପାଇଁ ପଡିବ। କେବଳ ଛୋଟ ଛୁଆ ନୁହଁ, ବୁଢା ଲୋକ ବି ୟାକୁ ଆରାମସେ ଖାଇପାରିବେ। କ୍ଷୀର ଟିକେ ଯଦି ହେଇଯାଇଛି ତ ସେ ପିଠା ପୋକଉ ପୋକଉ ହିଁ ମିଳିଯିବ। ଗୋଟେ ଏମିତି ପ୍ରାଣୀ ଯେ ମତେ ପିଠା ସହିତ ଯାହା ବି ତରକାରୀ ଦିଅ ମୁଁ ଖାଇଦେବି, କିନ୍ତୁ କ୍ଷୀର ଦେଇକି ମୁଁ ଖାଇପାରିବିନି। ଆଉ କାଲି ରାତିର ତରକାରୀ ଯେହେତୁ ଟିକେ ବଳିଥିଲା, ତାକୁ ତ ପିଠା ସହିତ ଖାଇକି ପୁରାପୁରି ମଜା ଆସିଗଲା। ଯଦି ମୋ ଭିଡିଓଟା ଆପଣଙ୍କୁ ଟିକେ ପସନ୍ଦ ଆସିଥାଏ, ଗୋଟେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ। ଯଦି ଇନଷ୍ଟାଗ୍ରାମରେ ଦେଖୁଛନ୍ତି ଫଲୋ ଗୋଟେ ନିହାତି କରିଦେଇକି ଯିବେ।